ସେପ୍ଟେମ୍ବର 17 ଆପଣମାନଙ୍କୁ ପିଏମ୍ ବିଶ୍ୱକର୍ମା ଯୋଜନା ଲୋନ୍ ମିଳିବାକୁ ଯାଉଛି। ତ ପିଏମ୍ ବିଶ୍ୱକର୍ମା ଯୋଜନା ଯେଉଁ ଲୋନ୍ ପାଇବେ ଆପଣମାନେ ଯଦି ଗୋଟେ ଘରୁ କେତେ ଜଣ ଅଛନ୍ତି ଜଣକୁ ମିଳିବ କି କେତେ ଜଣକୁ ମିଳିବ, ତା ସହିତ ପିଏମ୍ ବିଶ୍ୱକର୍ମା ଯୋଜନା ଲୋନ୍ ଆପ୍ଲାଏ ପାଇଁ ଆପଣମାନଙ୍କୁ କ'ଣ ଦରକାର, କ'ଣ ପ୍ରୋସେସ୍ ରହିଛି, ତ କେଉଁମାନଙ୍କୁ ମିଳିବ, କ'ଣ ପୁରା ଅପଡ଼େଟ୍ ମୁଁ ଆପଣମାନଙ୍କୁ ବତାଇ ଦେଉଛି। ତ ଯେଉଁମାନେ ଲୋନ୍ ଦରକାର ତେବେ ଭିଡ଼ିଓଟି ଶେଷ ପର୍ଯ୍ୟନ୍ତ ଦେଖନ୍ତୁ, ନିଶ୍ଚିତ ଭାବରେ ଆପଣମାନେ ବୁଝିପାରିବେ। ତେବେ ପ୍ରଥମେ ଆମେ ଗୁଗଲରେ ପିଏମ୍ ବିଶ୍ୱକର୍ମା ଯୋଜନା ଓପନ୍ ବା ଟାଇପ୍ କରିବା। ଟାଇପ୍ କଲା ପରେ ଏଇ ଯେଉଁ 3 ଡଟ୍ ଅଛି ଆପଣ ଦେଖିପାରୁଥିବେ, ସେ ତିନୋଟି ଗାର ରହିଛି, ସେ ତିନୋଟି ଗାର ଉପରେ ଆପଣମାନେ କ୍ଲିକ୍ କରନ୍ତୁ। କ୍ଲିକ୍ କଲା ପରେ ତ ଏଠି ଆପଣମାନେ ଦେଖିପାରୁଥିବେ ଲଗ୍ଇନ୍ ଅପସନ୍ ଅଛି, ତ ସେ ଲଗ୍ଇନ୍ ଅପସନ୍ରେ କ୍ଲିକ୍ କରିବେ। କ୍ଲିକ୍ କଲା ପରେ ଆପ୍ଲିକାଣ୍ଟ ବେନିଫିସିଆରୀ ଲଗ୍ଇନ୍ ଅଛି, ତ ସେଇ ଆପ୍ଲିକାଣ୍ଟ ବେନିଫିସିଆରୀ ଲଗ୍ଇନ୍ ଉପରେ ଆପଣମାନେ କ୍ଲିକ୍ କରନ୍ତୁ। କ୍ଲିକ୍ କଲା ପରେ ଟିକେ ସମୟ ୱେଟ୍ କରିବେ। ତ ମନେ ରଖନ୍ତୁ, ତ ୟାର ମଧ୍ୟ ଅପଡ଼େଟ୍ ମୁଁ ଆପଣମାନଙ୍କୁ ଗଲା କାଲି ଦେଇଥିଲି। ତ ଆପଣମାନଙ୍କୁ କହିଥିଲି ଲୋନ୍ ପାଇଁ ଆପଣମାନେ କେମିତି ଆପ୍ଲାଏ କରିବେ। ଦେଖନ୍ତୁ ବର୍ତ୍ତମାନ ସମୟରେ ପୁରା ସମସ୍ତ ଯେକୌଣସି ଯୋଜନା ଆସିଥିଲା ପ୍ରତ୍ୟେକ ଯୋଜନାର କିଛି ନା କିଛି ଅପଡ଼େଟ୍ ଆସୁଛି। ତ ଆପଣମାନେ କ'ଣ କରିବେ, ଯେଉଁ ପିଏମ୍ ବିଶ୍ୱକର୍ମା ଯୋଜନା ଯେଉଁଠି ଆପଣମାନେ ମୋବାଇଲ୍ ନମ୍ବରଟି ଦେଇଥିଲେ, ମୋବାଇଲ୍ ନମ୍ବରଟି ଦେଇସାରିଲା ପରେ ତ ଆପଣମାନେ କ୍ୟାପ୍ଚା କୋଡ଼୍ଟି ଫିଲ୍ଅପ୍ କରିବେ। ଲଗ୍ଇନ୍ ଅପସନ୍କୁ ଯିବେ, ଆପଣମାନଙ୍କୁ ଗୋଟେ OTP ଆସିବ, OTP ଫିଲ୍ଅପ୍ କରିସାରିଲା ପରେ ତ ଆପଣମାନେ ଜାଣିବେ କେମିତି, ତ ପୁରା ଆଗେ ଜାଣି ନିଅନ୍ତୁ ଯେଉଁ ଲୋନ୍ଟି ଆପଣମାନଙ୍କୁ ମିଳିବାକୁ ଯାଉଛି ସେଇ ଲୋନ୍ରେ ଆପଣମାନଙ୍କୁ କ'ଣ ଏଲିଜିବିଲିଟି ରହିଛି। ତ ନିଶ୍ଚିତ ଭାବରେ କହିବାକୁ ଗଲେ ଏଇ ଯେଉଁ ଲୋନ୍ଟି ଆପଣମାନେ ପାଇବେ ତ ଆପଣମାନଙ୍କୁ କିଛି ନା କିଛି ଏଲିଜିବିଲିଟି ରହୁଛି ବା ଯୋଗ୍ୟତା ମାନଦଣ୍ଡ ରହୁଛି। ସେ ଯୋଗ୍ୟତା ଆପଣମାନେ ଜାଣିଲେ ତ ଆପଣମାନେ ଲୋନ୍ଟି ଖୁବ୍ କମ୍ ଦିନରେ ପାଇପାରିବେ। ତେବେ ଚାଲନ୍ତୁ ମୁଁ ଆପଣମାନଙ୍କୁ ବତାଇ ଦେଉଛି। ଏଠି ଦେଖିପାରୁଥିବେ ପିଏମ୍ ବିଶ୍ୱକର୍ମା ରେଜିଷ୍ଟ୍ରେସନ୍। ତ ଦେଖନ୍ତୁ ଟୁ ଟ୍ରାକ୍ ଅଲ୍ ୟୋର୍ ନ୍ୟୁ ଆଣ୍ଡ ଅନଗୋଇଂ ଆକ୍ଟିଭିଟିଜ୍। ତ ଆପଣମାନେ ଷ୍ଟେପ୍ 1ରେ ଦେଖନ୍ତୁ ଆଧାର KYC କମ୍ପ୍ଲିଟେଡ୍ ହୋଇଯାଇଛି, ଯେତେବେଳେ ଆମେ ଆପ୍ଲାଏ କରୁଛନ୍ତି। ତାପରେ ଷ୍ଟେପ୍ 2 ରହିଛି ବିଶ୍ୱକର୍ମା ଯୋଜନା ରେଜିଷ୍ଟ୍ରେସନ୍ କମ୍ପ୍ଲିଟେଡ୍ ହୋଇଯାଇଛି। ଷ୍ଟେପ୍ 3 ରହିଛି ରେଜିଷ୍ଟ୍ରେସନ୍ ଆପ୍ରୁଭ୍ ସାର୍ଟିଫିକେଟ୍ ଜେନେରେଟେଡ୍। ତ ଦେଖନ୍ତୁ ଏଠି ହୋଇଯାଇଛି। ତ ଇଏ ଗୋଟେ ଆପଣମାନେ ଦେଖିପାରିଲେ, ମୁଁ ଆପଣମାନଙ୍କୁ ପୁରା ଅପଡ଼େଟ୍ ବତାଇ ଦେଉଛି। ତ ଆପଣମାନେ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ, ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ। ତ ଦେଖନ୍ତୁ ତାପରେ ଆମେ ଯେତେବେଳେ ଲଗ୍ଇନ୍ କରିଦେଉଛନ୍ତି ତ ଏଇଠି ଆପଣମାନଙ୍କୁ 3ଟି ଅପସନ୍ ଦେଉଛି। ଚୁଜ୍ ଫ୍ରି ରିସ୍ 15,000 ଟଙ୍କା ଟୁଲ୍ କିଟ୍ ଇ ଭାଉଚର୍ ଦେଉଛି, ସ୍କିଲ୍ ଟ୍ରେନିଂ ରହୁଛି, ଏଡ଼ିଟ୍ ୟୋର୍ ଆପ୍ଲିକେସନ୍ ରହିଛି। ତ ଆପ୍ଲିକାଣ୍ଟ ନେମ୍ ଆପଣମାନଙ୍କର ଆସିଯିବ। ଆପ୍ଲିକେସନ୍ ଷ୍ଟାଟସ୍ ଆପଣମାନେ ଦେଖିପାରୁଥିବେ ଏଠି ରିଭ୍ୟୁ ପେଣ୍ଡିଂ ବାଇ ଗ୍ରାମ ପଞ୍ଚାୟତ ରହିଛି। ତ ଯେଉଁଟାକି ଆପଣମାନେ ଯଦି ନୂଆ ଆପ୍ଲାଏ କରିଛନ୍ତି ତ ଆପଣମାନଙ୍କର ପେଣ୍ଡିଂ ଆଣ୍ଡ ଗ୍ରାମ ପଞ୍ଚାୟତ ଥିବ। ତେବେ ଆମେ ଯେଉଁ ଲୋନ୍ଟି ପାଇବା ତ ସେ ଲୋନ୍ ପାଇଁ ଆପଣମାନଙ୍କୁ କ'ଣ କିଛି ଯୋଗ୍ୟତା ରହିଛି, ତ ଯୋଗ୍ୟତା ଗୁଡ଼ିକ ଆପଣମାନେ ଜାଣନ୍ତୁ। ଜାଣିଲା ପରେ ମୁଁ ଷ୍ଟେପ୍ ବାଇ ଷ୍ଟେପ୍ ଆପଣମାନଙ୍କୁ ବତାଇଦେବି। ଆରାମସେ ଆପଣମାନେ ବିଜନେସ୍ ଆପଣମାନେ ଯେଉଁ କରୁଛନ୍ତି 1,00,000 ଟଙ୍କାରୁ 3,00,000 ଟଙ୍କା ପର୍ଯ୍ୟନ୍ତ ଆପଣମାନଙ୍କୁ ମିଳିଯିବ। ତ କେମିତି ପାଇବେ ତ ସବୁ କିଛି ଗାଇଡ଼ଲାଇନ୍ ଅଛି। ତେବେ ଚାଲନ୍ତୁ ମୁଁ ଆପଣମାନଙ୍କୁ ବତାଇ ଦେଉଛି, ଶେଷ ପର୍ଯ୍ୟନ୍ତ ଦେଖନ୍ତୁ, ମୁଁ ପୁରା ଷ୍ଟେପ୍ ବାଇ ଷ୍ଟେପ୍ ବତାଇ ଦେଉଛି। ତ ଏଠି ଦେଖିପାରୁଥିବେ ପିଏମ୍ ବିଶ୍ୱକର୍ମା ଯୋଜନା ଯେଉଁ ରହିଛି ଲୋନ୍ ଓ ଯୋଗ୍ୟତା ଓ ସର୍ତ୍ତ ରହିଛି। ଆପଣମାନଙ୍କୁ 18 ବର୍ଷ ଆପଣ ଭାରତୀୟ ନାଗରିକ ହୋଇଥିବା ଦରକାର। ଆର୍ଥିକ କ୍ଷେତ୍ରରେ ଆପଣମାନଙ୍କୁ ଯେମିତି ଆପଣମାନେ 18 ବର୍ଷରୁ ଅଧିକ ହୋଇଥିବ, ଆପଣମାନଙ୍କ ବୟସ ଯେମିତି ହେଇଥିବ। ତେବେ ନିଜ ହାତ ଯେଉଁ 18ଟି ବୃତ୍ତି ରହିଛି ବା ପେଶା ମଧ୍ୟରୁ ଆପଣମାନେ ଯେକୌଣସି ଗୋଟେ ଆପଣମାନେ କାମ କରୁଥିବେ, ବଢ଼େଇ ହେଉ ବା ରାଜମିସ୍ତ୍ରୀ ହେଉ, ଆପଣମାନେ ୱେଲ୍ଡିଂ କାମ କରୁଛନ୍ତି, ବିଭିନ୍ନ ପ୍ରକାର କାମ କରୁଛନ୍ତି, ଯେଉଁ 18ଟି କ୍ୟାଟେଗୋରୀ ଥିଲା। ତ ବୁଝିପାରୁଛନ୍ତି। ତେବେ ପୂର୍ବରୁ ଆପଣମାନେ ଯଦି PMEGP ବା ପ୍ରଧାନମନ୍ତ୍ରୀ ଯେଉଁ ଯୋଜନା ଆପଣମାନେ ମୁଦ୍ରା ଲୋନ୍ ପାଉଥିଲେ, PMEGP ଆପଣମାନେ ଲୋନ୍ ପାଇଛନ୍ତି, ଯଦି ସମ୍ପୂର୍ଣ୍ଣ ଭାବରେ ରିପେଡ୍ କରିଛନ୍ତି ତେବେ ପିଏମ୍ ବିଶ୍ୱକର୍ମା ଯୋଜନାରେ ଆବେଦନ କରିପାରିବେ। ଯଦି ଆପଣମାନେ ଆଗରୁ କିଛି ଲୋନ୍ ନେଇଛନ୍ତି, ଆପଣମାନେ ତାକୁ କ୍ଲିୟର୍ କରିଦେଇଛନ୍ତି, ତେବେ ଆପଣମାନଙ୍କୁ ପିଏମ୍ ବିଶ୍ୱକର୍ମା ଯୋଜନାରେ ଆପଣମାନଙ୍କୁ ଲୋନ୍ ମିଳିଯିବ। ତେବେ ଏକ ପରିବାରରୁ କେବଳ ଗୋଟିଏ ବା ଜଣେ ସଦସ୍ୟଙ୍କୁ ଏହି ଯୋଜନା ଲାଭ ମିଳିବ। ପରିବାର ରୂପେ ପତି ପତ୍ନୀ ଅବିବାହିତ ସନ୍ତାନମାନଙ୍କୁ ଧାରଣା କରାଯିବ। ତ ଦେଖନ୍ତୁ ଯଦି ଆପଣମାନେ ପରିବାରରେ ଆପଣମାନେ ସ୍ୱାମୀ ପକାଇଛନ୍ତି, ସ୍ତ୍ରୀ ପକାଇଛନ୍ତି, ତେବେ ଆପଣମାନେ ଜଣକୁ ହିଁ ଏଥିରେ ବେନିଫିଟ୍ ମିଳିବାକୁ ଯାଉଛି। ତେବେ ସ୍ଥାୟୀ କେନ୍ଦ୍ର ବା ରାଜ୍ୟ ସରକାରୀ କର୍ମଚାରୀ ଓ ତାଙ୍କର ପରିବାର ସଦସ୍ୟ, ପତ୍ନୀ ଓ ଅବିବାହିତ ସନ୍ତାନ ଏହି ଯୋଜନା ପାଇଁ ଯୋଗ୍ୟ ନୁହନ୍ତି। ଯଦି ଆପଣମାନେ ବା କେନ୍ଦ୍ର ସରକାରୀ କର୍ମଚାରୀ ହୋଇଥାନ୍ତି ତେବେ ଆପଣମାନଙ୍କୁ ଲୋନ୍ ଯେଉଁ ଷ୍ଟ୍ରକ୍ଚର୍ ରହିଛି, ଫାଷ୍ଟ ଟ୍ରେଞ୍ଚ ରହିଛି, ଶୁଭାରମ୍ଭରେ ଆପଣମାନଙ୍କୁ 1,00,000 ଟଙ୍କା ମିଳିବ, ଫ୍ରି ଆପଣମାନଙ୍କୁ ମିଳିବ। ବେସିକ୍ ଟ୍ରେନିଂ ପରେ ଆପଣମାନଙ୍କୁ ହାସଲ କରାଯାଏ। ମନେ ରଖନ୍ତୁ ଟ୍ରେନିଂ ପରେ ଆପଣମାନଙ୍କୁ 1,00,000 ଟଙ୍କା ମିଳିବ। ତାପରେ ସେକେଣ୍ଡ ରହିଛି ଅତିରିକ୍ତ 2 ଲକ୍ଷରୁ ପ୍ରଥମ ଟ୍ରାଞ୍ଜାକ୍ସନ୍ ସମ୍ପୂର୍ଣ୍ଣ ଭାବରେ ରିପେଡ୍ ହେବା ପରେ ଡିଜିଟାଲ ଟ୍ରାଞ୍ଜାକ୍ସନ୍ ଅନୁସୂଚନା କିମ୍ବା ଆଡ଼ଭାନ୍ସ ଟ୍ରେନିଂ ପ୍ରାପ୍ତ ହେବା ଆବଶ୍ୟକ। ଯଦି ଆପଣମାନେ ପ୍ରଥମ କିସ୍ତି ଲୋନ୍ରେ ପାଇଛନ୍ତି 1,00,000 ଟଙ୍କା ତେବେ ଆପଣମାନଙ୍କୁ 2,00,000 ଟଙ୍କା ମିଳିଯିବ। ଇଣ୍ଟରେଷ୍ଟ ରେଟ୍ ରହିଛି 5% ରାଜ୍ୟ କ୍ରେଡ଼ିଟ୍ ସବସିଡ଼ି ସହିତ ଆପଣମାନଙ୍କର 5% ଆପଣମାନେ ଇଣ୍ଟରେଷ୍ଟ ଆସିଯିବ। ତାପରେ କ'ଣ ରହିଛି ନା ସାରାଂଶ ଯେଉଁ ରହିଛି, ତ ନାଗରିକତା ହେଉଛି ଭାରତୀୟ, ଆୟୁ ରହିଛି ଆପଣମାନେ 18 ବର୍ଷ ଆବଶ୍ୟକ, পেশা রয়েছে 18 ଯେଉଁ ପରମ୍ପରାଗତ পেশା ମଧ୍ୟରୁ ଜଣେ ହୋଇଥିବା ଦରକାର, ମୁଁ ଆପଣମାନଙ୍କୁ କହିଥିଲି। ତେବେ
पूर्व लोन गत 5 वर्ष कौन सामान योजनार आपण मान समर्थन ना कौन लोन आपण मैंने नहीं ना जो मैंने नहीं क्लीयर कर तेज परिवार लिमिट गोटे लाभ जड़े परिवार अन्य सदस्य अयोग्य जो मैंने जड़े पाइबा कथा तो जड़े पाइबे परिवार जड़े ही मिल अन्य सदस्य को मिल ना देखो जो गवर्नमेंट सब्सिडी रही लोन ट्रांजेक्शन रही 1 लाख रु 2 लाख टंका रही तो आपण मैंने पाइबे तो आपण मैंने पाइबे कौन करने को पड़ो तेबे ये जो प्राथमिक रही आपण मानक बतई दूसरी पुणी आम मूल को जीवा तो मूल ही आपण मानक अपडेट बतईदेवी जो लोन टी आपण मैंने रही केमी लोन रे पाइबे तो लोन पाइबापी आपण मैंने योग्यता जानीगले तेबे लोन आप्लाय प्रोसेस आपण मैंने जानी नियंतु आपण मैंने ट्रेनिंग आपण मानक आगे कंप्लीट करिया पड़ो जदि ट्रेनिंग आपण मैंने कंप्लीट हो जाए तेबे आपण मानक 15,000 टंका मिलिबो फास्ट जो टूल किट पे आपण मानक टूल किट मिल जाव तापर ये जो आपण देखुए आपण मानकर एडीडीओर एप्लिकेशन रही जदि आपण मैंने लोन पर आप्लाय करने चाहते तेबे आपण मैंने ट्रेनिंग सरी जाइए ट्रेनिंग सरीगला पर आपण मानक एडीडीओर एप्लिकेशन उपर आपण मैंने क्लिक कलापर आपण मानक लोन ऑप्शन पूरा आसीज तो आपण मैंने कौटी जाइए आप्लाय करेंगे जदि आपण मैंने ट्रेनिंग सरी जाइए तेबे आपण मैंने सीएससी सेंटर जातु सेठी आपण मैंने लोन पर आप्लाय करनियंतु मन रखु आपण मैंने ट्रेनिंग होइतिबा निहाती भाव में दरकार ट्रेनिंग जदि न होइतो तेबे आपण मानक लोन मिलिबो नाही तेबे एठी आपण मैंने देखि पारथिबे जदि आपण मानक ग्राम पंचायत रे पेंडिंग रही तेबे भी आपण मैंने लोन आप्लाय करि परिबे नाही कारण ट्रेनिंग न सरला पर्यंत आपण मानक लोन मिलिबो नाही तो बुझि पारतन कि नहीं लोन टोटाली मिलिबो नाही तो देखो जदि आपण मानकर ग्राम पंचायत आपण मान सक्सेस हो जाइए आपण मानकर ट्रेनिंग सरी जाइए तेबे आपण माने जाइए सीएससी सेंटर को जाइए आपण माने लोन पर आप्लाय करेंगे सीएससी सेंटर जहाँ जी सीएस सेंटर गले आपण से आप्लाय करेंगे पीएम विश्वकर्मा योजना 1 लाख टंका आपण मानक मिल निश्चित भाव में आपण मानक मिलवा जाऊँगी तो देखो जो मैंने ट्रेनिंग नहीं जदि भी किसी समस्या रोचे आपण मैंने लोन टे पाई पार आपण मैंने योग्यता थी तो कमेंट सेक्शन में कमेंट करूँ तो निश्चित भाव में मुझे बतईदेवी वीडियो सहित कारण सरकार जेकोसी योजना आनुँच से योजनार आपण मैंने भरपूर फायदा उठातु तो बर्तमान समय केन्द्र में बीजेपी स्टेट रे बीजेपी अच्छी तो आपण मैंने जानते अभियोग कलापर आपण मानक प्रत्येक जिन आप सुविधा पाई जाऊँगी जदि भी आपण मैंने लोन टे पाई ना लोन टे ट्रेनिंग सरी जाइए तेज आपण मैंने अभियोग करेंगे अभियोग केमी करेंगे नेक्स्ट वीडियो मुझे बतईदेवी तो मन रखु जो मैंने ट्रेनिंग सरी जाइए जल्दी जल्दी कमेंट करूँ कारण 2टा वीडियो गला नेक्स्ट वीडियो में आपण मानक बतईदेवी जो मैंने लोन पाइबापी लोन जदि आपण मैंने आप्लाय प्रोसेस जापारना तो घरे बस करवा संभव नुह तो आपण मैंने सीएससी सेंटर जी से आपण मैंने आप्लाय करेंगे आ लोन टी आपण मैंने जदि योग्य होती आपण मैंने लोन मिलूनी तेज निहाती भाव में कमेंट सेक्शन में कमेंट करूँ सब किसी डिटेल्स आपण मैंने अपडेट बतईदेवी पार्ट बाय पार्ट जोटा कि आपण मैंने लोन टे पाइपर जेहेतु ये पीएम विश्वकर्मा योजना पीएम मोदी आप्लाय घोषणा करते तो बाहर स्टेट में पाई सारे तो ओडिशा रे लागू है तो आपण मैंने तुरंत आप्लाय कर दिंतु जदि आपण ट्रेनिंग सरी जाइए तो जदि अपडेट भल लगे चैनल को सब्सक्राइब करूँ जय जगन्नाथ।